ମୁଁ ତ ଆମ ଗ୍ରାମ ଦେବତୀଙ୍କ କଥା କହୁଥିଲି। ଆମ ଗ୍ରାମ ଦେବତୀଙ୍କ କତିରେ ଆମେ ତ ତତ୍କାଳୀନ ସମୟରେ ଯାଏ କେହି ଆମ ଗାଁରେ ଯାଆନ୍ତି ନାହିଁ କି ତାଙ୍କ ବାପ 14 ପୁରୁଷ ବି କେହି ଯାଆନ୍ତି ନାହିଁ। ଯଦି ବାହାଘରିଆ ପଡ଼ିଲା ମାନେ କଣ କହିଲେ ବହୁତ କଷ୍ଟରେ ଯାଆନ୍ତି। ମୁଁ ମୋ ନିଜ କଥା କହୁଛି, କିଏ କଣ ଭାବିବେ ନ ଭାବିବେ ସେ କଥା ମୁଁ କହିପାରିବିନି। 13-14 ବର୍ଷ ଦିନରୁ ଗ୍ରାମ ଦେବତୀଙ୍କ କତିକି ଯାଏ। ମୁଁ ସର୍ବମଙ୍ଗଳା ସ୍ତୁତି ପଢେ, ଗୀତାର 2-4 ପଦ ପଢେ, ଭାଗବତର 2-4 ପଦ ପଢେ, ଆଉ ଦୀପଟିଏ ଲଗାଏ। ସେତେବେଳେ ମୁଁ ଖାଇବାକୁ ପାଏ ନା, ମୁଁ ଯୋଉ ଦୀପ ଲଗାଏ ଅଧଘଣ୍ଟେ ଖଣ୍ଡେ ଜଳିବ। ଆଜିକି 25-30 ବର୍ଷ ତଳେ ମୁଁ ଯୋଉ ଦୀପ ଲଗେଇନି ସେ ଦୀପରେ ମୋର ହଉଛି ଜଡା ତେଲଟା କିଣାଯାଏ 200 ଟଙ୍କା ଲିଟର। ସେ ଜଡା ତେଲ 2-3 ଜଣ ଦୋକାନରେ ଆମ ଜାରକା ବଜାରରେ 2 ଜଣରୁ 3 ଜଣଙ୍କ ଭିତରେ ମିଳେ କି ନାହିଁ ମୁଁ ଜାଣିନି, 2 ଜଣଙ୍କ ଭିତରେ ମିଳେ। ମୁଁ ଯୋଉ ଦୀପ ଜାଳେ ସେ ଦୀପ ହଉଛି ଚତୁର୍ଦ୍ଦଶୀରୁ ଅମାବାସ୍ୟା ପ୍ରତିପଦା ପର୍ଯ୍ୟନ୍ତ ଜଳେ ଅଖଣ୍ଡ ଦୀପ। ବୁଝିଲେ କି ଆଜ୍ଞା? ମୁଁ ଯେତେବେଳେ ଜଡା ତେଲ କିଣୁଥିଲି 3 ଟଙ୍କା 100 ମାନେ 30 ଟଙ୍କା ଲିଟର, ବର୍ତ୍ତମାନ ହଉଛି 200 ଟଙ୍କା ଲିଟର। ଲାଇଟ୍ ହାଉସ୍ କମ୍ପାନୀ ଜଡା ତେଲ ମୁଁ କିଣେ। ସେତେବେଳେ କମ୍ପାନୀ ଲେବୁଲ ଫେବୁଲ ଆସୁନଥିଲା, ଟିଣାରେ ଆସୁଥିଲା। ମୁଁ ତତ୍କାଳୀନ ସମୟରୁ ପ୍ରତ୍ୟେକ ଚତୁର୍ଦ୍ଦଶୀ 2ଟା ଚତୁର୍ଦ୍ଦଶୀ ପଡିବ, ଗୋଟିଏ ଅମାବାସ୍ୟା ପଡିବ, ଗୋଟେ ପୂର୍ଣ୍ଣମୀ ପଡିବ, ଗୋଟେ ଗୁରୁବାର ପଡିବ, ମୁଁ ଯାଇ ଜାଳେ। ସେତେବେଳେ ଯେତେବେଳେ ମୁଁ ଦୀପ ଜାଳୁଥିଲି ସେତେବେଳେ ଟଙ୍କାକିଆ ଦୀପ ସବୁ ମନ୍ଦିରରେ ବିକ୍ରି ହଉଥିଲା ଜାଳିବା ପାଇଁ, ଠାକୁରଙ୍କ ମନ୍ଦିରରେ। ସେ ଗୁଆ ଘିଅ କି ଡାଲଡା ଘିଅ କି କଣ ମୁଁ କହିପାରିବିନି। ମୁଁ ଜଡା ତେଲ ଦୀପ ଜାଳେ। ଅଦ୍ୟାବଧି ବି ମୋ ଘରେ 40 ବର୍ଷ ପାଖାପାଖି ଦୀପ ଜଳୁଛି, ଅଖଣ୍ଡ ଦୀପ। ହୁଏତ କିଏ କହିପାରନ୍ତି ଅଖଣ୍ଡ ମାନେ କଣ ନିଭିନି? ହଁ ନିଭିଛି। ପବନ ହବ ନିଭିବ, ବେଙ୍ଗ ଲିଭେଇ ଦବ। ମୋର ଆବାହନ ନାହିଁ କି ବିସର୍ଜନ ନାହିଁ, ମୁଁ ଲିଭେଇନି। ମୋର ଆପ୍ରାଣ ଉଦ୍ୟମ ଜଳେଇବା ପାଇଁ। ଲିଭିଗଲା ମୋର କଣ ହେଇଗଲା? ଠାକୁର ଲିଭେଇଲେ, ଠାକୁରଙ୍କ ଖାତାରେ ସେ ପଡିବ, ମୋର କଣ ଗଲା? ଆମ ପାଠ ଟିକେ ଅଲଗା, ଉଲ୍ଟା ପାଠ। ସେଇ ସମୟରେ ମୁଁ ଠାକୁରାଣୀଙ୍କ କତିକି ଯାଏ। ଠାକୁରାଣୀଙ୍କ କତିରେ ରାତିରେ ଯେତେବେଳେ ମୁଁ ମଙ୍ଗଳା ସ୍ତୁତି ପଢେ, ମଙ୍ଗଳା ସ୍ତୁତି ପଢିବା ଭିତରେ ମୋର ସାଙ୍ଗ 2-3 ଜଣ ମୋ ସାଙ୍ଗରେ ଯାଆନ୍ତି। ସେତେବେଳେ ଝୁଣୁ ଝୁଣୁ ସାଉଣ୍ଡ ହୁଏ, ଘୋଡା ଶବ୍ଦ ହୁଏ, ଘୋଡା ଟାପୁ ଶବ୍ଦ। ରାମ ନାମ ଜପ କରିବେ ମୋର ସାଙ୍ଗ, ଏବେ ବି ସେ ଅଛନ୍ତି ଜୀବିତ। କହିବେ ଆସି ଯିଏ ଚାହିଁବେ ମୁଁ ତାଙ୍କ ସହିତ ଭେଟ କରେଇଦେବି। ସେ ରାମ ନାମ ପଢିବେ, କହିବେ ତୁ ସେ ମଙ୍ଗଳା ସ୍ତୁତି ବନ୍ଦ କର। ବନ୍ଦ କରିଲା ବେଳକୁ ମା ଆସୁଛନ୍ତି, ତାଙ୍କୁ ଡର ମାଡେ। କାହିଁକିନା ଲାଇଟ୍ ଆଲୋକୀକରଣ ସେତେବେଳେ ନଥିଲା। ସେ ଜାଗା କଥା ଆପଣଙ୍କୁ କହିଛି, ବରପତ୍ର ଭଲ ମନ୍ଦ ପଡୁଥିଲା, ସେତେବେଳେ କେହି ଯାଉନଥିଲେ। ବାହାଘର ପଡିଲେ ନିହାତି ଯିବେ। ଘର ଖଣ୍ଡ ମୋର ହେଇପାରୁନଥିଲା, ଘର ଖଣ୍ଡ ହେଲେ ମା ତାରିଣୀଙ୍କ ନାଁରେ ଗୋଟେ ମାନସିକ କରି ଗୋଟେ ନଡିଆ ରଖିମି। ସେ ନଡିଆ ରଖିଥିମି, ଛାତ ପଡି ସାରିଲେ ଯାଇକିରି ମୁଁ ଦେମି। ତାମାନେ ଚିନ୍ତା କରନ୍ତୁ ଠାକୁରଙ୍କୁ ଇଏ କୋଉ ଭଳିଆ ଠକୁଛନ୍ତି। ମୋ ଦାଦା ଘର ଗୋଟେ ଘର ହେଲା, ତାଙ୍କର ପାଣି ଫାଣି ପୁରା ବୁଡି ଯାଉଥିଲା। ହଁ କହିଲା ଏ କରିଲା, ତାରିଣୀଙ୍କ ନାଁରେ ନଡିଆ ରଖିଲା, ଏବେ ତାର ନିମଟାଲ ପତନ ହେଇଯାଇଛି। ମାନେ ମଜାଟା ତମ ନଡିଆ ଟା ପଠେଇଛ? କହିଲା ନା, ଛାତ ପଡି ସାରିଲେ ପଠେଇମି। ତାହେଲେ ତାରିଣୀ ଏଇ ଆଗରୁ ତ 50 ପଇସା ଟଙ୍କା ଦେଇଥିଲା ନଡିଆ, ବର୍ତ୍ତମାନ 25, 20, 30 ହେଇଛି। ସେ ନଡିଆଟା ପାଇଁ ମା ଠାକୁରାଣୀ ତାରିଣୀ ତାଙ୍କ ଛାତ ପକେଇ ଦଉଛନ୍ତି। କିନ୍ତୁ ମା ତାରିଣୀକି ଅଶେଷ ଧନ୍ୟବାଦ, ସେ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ଦୁଃଖୀ ରଙ୍କିରେ ହଉଛନ୍ତି, ପ୍ରକୃତରେ ପ୍ରଭୁ ହଉଛନ୍ତି ମା ତାରିଣୀ। ହୁଏତ ଜଗନ୍ନାଥ ମହାପ୍ରଭୁଙ୍କ କତିକି ଯିବା ପାଇଁ 200-400 ଟଙ୍କା ଖର୍ଚ୍ଚ ହେଲେ ଗାଡି ଭଡା କରିକିରି ଯିବ। ବର୍ତ୍ତମାନ ଯୋଉ ପ୍ରକାର ସିଷ୍ଟମ ହେଇଛି, ଭୋଗ ଟିକେ କରିବା ପାଇଁ 200-300 ଟଙ୍କା ହେଲେ ହବ। ତଥାପି ଗୋଟେ ସୁବିଧା ଅଛି ବି, ବିନା ପଇସାରେ ଯାଇପାରିବ। ବିନା ପଇସାର ଫାଇଦା ଯିଏ ଉଠେଇ ପାରିବା କଥା ସେ ଉଠେଇବ ନା। ଆଉ ଆଇନ କାନୁନକୁ ଫାଙ୍କିଲା ବାଲା ଅପରାଧୀ ଫାଙ୍କିବେ ନା, କଣ ଭଦ୍ର ଲୋକ ଫାଙ୍କି ପାରିବ? ବୁଝିପାରୁଛ ନା? ଅପରାଧୀ ଯିଏ, ସେ ଆଇନ କାନୁନ କୋର୍ଟ କଚେରୀ ଭଲ ମାଲି ମକଦ୍ଦମା ପୋଲିସ ଭଲ ମନ୍ଦ ସିଏ ଜାଣିଛି। ସାଧାରଣ ଲୋକ ଗୋଟେ ସିଏ ଖାଲି ଆମର ପୋଲିସଙ୍କ ନାଁ ଶୁଣିଲେ ଧକ ଧକ ହେଇଯିବ, କୋର୍ଟରୁ ସମନ ଲାଗିଛି ଧକ ଧକ ହେଇଯିବ। କିନ୍ତୁ ମା ତାରିଣୀକି ଅନନ୍ତ କୋଟି ପ୍ରଣାମ। ବୁଝିଲେ? ଆପଣ ଚିନ୍ତା କରନ୍ତୁ, ଠାକୁରଙ୍କୁ ବର୍ତ୍ତମାନ କଳିଯୁଗ ଲୋକ ଠକୁଛନ୍ତି। ସେଥିପାଇଁ ମହାପୁରୁଷ ଲେଖିଲେ, ଠାକୁର ବୋଲି ଆମକୁ କେହି ନ ମାନିବେ, ଠାବେ ଠାବେ ଦେବା ଦେବୀ ଅପୂଜା ରହିବେ, ଠକ ବୁଦ୍ଧି ହାତ ଋଣ ଟୁକର ଖାଇବେ, ଠିକେ କହି ଅଚ୍ୟୁତ ଠାବ ନ ପାଇବେ। ଆପଣଙ୍କୁ ଗୋଟେ କଥା ମୁଁ ଆଜି ଗୋଟେ ଆଖି ଖୋଲି ଦବା କଥା କହୁଛି। ଆମ ବାଡି ଯିଏ ଦେଖୁଛନ୍ତି ସମସ୍ତେ ତ କହୁଛନ୍ତି ଗୁପ୍ତିଆ ଭକ୍ତ। କିଏ ଗୁପ୍ତିଆ ଭକ୍ତ କଣ କି ଆମେ ସେ କଥା ଜାଣିନୁ। ଆମର ଯିଏ ଦେଖୁଛନ୍ତି, ଆମର ନିହାତି 5 ଜଣ ଖଣ୍ଡେ ଦେଖୁଥିବେ ତ ଭାରତ ବର୍ଷ ଭିତରେ, ଅଧିକା ନ ଦେଖନ୍ତୁ କଣ ହେଲା? ଏ ଗୋଟେ ବିହନ, ଗୋଟେ ଗଛ, ଯଦି ଗୋଟେ ଜହ୍ନି ମଞ୍ଜିରେ କେତେ ଜହ୍ନି, ହଜାର ହଜାର ଜହ୍ନି ଫଳୁଛି। ଗୋଟେ କାକୁଡି ମଞ୍ଜିରେ ହଜାର ହଜାର କାକୁଡି ଫଳୁଛି। ଗୋଟେ ଧାନ ଦିହରେ କେତେ ବୁଧା ପୁରା ହେଇକିରି ଆସୁଛି।
ସେଥିରେ ଆମର ମତଲବ ନାହିଁ। ଆମର କିଏ ଦେଖିବେ ନ ଦେଖିବେ ସେ କଥା। ଠାକୁର ତ ମହାପୁରୁଷ ଲେଖିଲେ ଠାକୁର ବୋଲି ଆମକୁ କେହି ନ ମାନିବେ, ଟାବେ ଟାବେ ଦେବା ଦେବୀ ଅପୂଜା ରହିବେ, ଟକ ବୁଦ୍ଧି ଆଚରଣ ଠୁକର ଖାଇବେ, ଟିକେ କହି ଅତୁତି ସ୍ଥାପନ କରିବେ। ମୁଁ ପୂର୍ବରୁ ଯୋଉ କଥାଟା କହିଥିଲି ଅଧାରୁ କଟି ଯାଇଥିଲା, ଆମର ସୀମିତ ସମୟ ଭିତରେ ଦାୟିତ୍ୱ ହେଉଛି, ଯୋଉମାନେ କଣ୍ଟିନ୍ୟୁ ଦେଖୁଥିବେ ଜାଣିପାରିବେ। ତତ୍କାଳୀନ ସମୟରେ ବ୍ରାହ୍ମଣ ମାନେ ଆପଣ ତାଙ୍କୁ ଦିଅନ୍ତୁ କି ନ ଦିଅନ୍ତୁ ସେ ଆଶୀର୍ବାଦ ବର୍ଷା କରିକି ଯାଉଥିଲେ। ତତ୍କାଳୀନ ସମୟରେ ଯୋଉମାନେ ବ୍ରାହ୍ମଣ ମାନଙ୍କୁ କିଛି ଜାଗିରି ଦିଆ ହେଇଥିଲା, ଠାକୁର ପୂଜା କରିବେ, ତାଙ୍କୁ କିଛି ଜମି ଦିଆ ହେଇଥିଲା, ସେ ଚାଷ କରିବେ, ସେ ନିଜେ ଚାଷ କରନ୍ତୁ କି ନ କରନ୍ତୁ ବଖରା ଦେଇକି ଚାଷ କରିବେ, ଅଧା ଫଳ ଯାଇ ତାଙ୍କ ଘରେ ପହଞ୍ଚିଲା। ବର୍ତ୍ତମାନ ସେମିତି ଅଛି କି? ଅଛି 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 କି ମୁଁ ଯୋଉ କହିଥିଲି ଅଛି, କିନ୍ତୁ ବର୍ତ୍ତମାନ ସେଇ ସିଷ୍ଟମ ଥିଲେ ବି ମଧ୍ୟ ଲ୍ୟାଣ୍ଡ ଫୋନ ଭଳିଆ ସେ ଅଚଳ ହେଇଯାଇଛି। ଲ୍ୟାଣ୍ଡ ଫୋନ ଫୋନ ଯାହାର ଥିଲା ଲ୍ୟାଣ୍ଡ ଫୋନ, ବେଳେ ବେଳେ ଜଣେ ଜଣେ ଲୋକ କୁହନ୍ତି କି ଫୋନ ତୁ ଦେଖଉଛୁ, ମୁଁ ବା ଲ୍ୟାଣ୍ଡ ଫୋନ ଧରିଛି। ତମେ ମାଟି ତଳ ଫୋନ ଧରିଥିଲ, ଆମେ ତ ଆକାଶ ଫୋନ ଧରୁଛୁ। ତମେ ମାଟି ତଳେ ତମ ଟାୱାର ଯାଉଥିଲା ପୋତା ହେଇକିରି ଯୋଉ ତାର ମାଧ୍ୟମରେ, ଆମେ ବା ଧରୁଛୁ ଆକାଶ। ଆମେ ବିଜୁଳି କନ୍ୟା ଫୋନ ଧରୁଛୁ, ତମେ କୋଉ ଫୋନ ଧରୁଛ? ତାଙ୍କ ମୁହଁରେ କିଛି କହିହବନି, କାହିଁକିନା ଆଜ୍ଞା କାହାକୁ କିଛି କହିପାରିବନି। କାହିଁକିନା ଆଜ୍ଞା ଆଜି ଆମର ଯାତ୍ରା ହଉଥିଲା, ପୁରୁଷ ମାନେ ନାରୀ ରୋଲ କରୁଥିଲେ, ବର୍ତ୍ତମାନ ଆପଣ ଦେଖିବେ ନାରୀ ମାନେ ନାରୀ ରୋଲ କରୁଛନ୍ତି ଏବଂ ପୁରୁଷ ରୋଲ ବି କରୁଛନ୍ତି। ଏଠି ଆଜ୍ଞା କିଛି କହିହବନି, ଆଜ୍ଞା ଧୁଆ ମୂଳା ଅଧୁଆ ମୂଳା ସବୁ ସମାନ, ଜ୍ଞାନୀ ଯାହା ଅଜ୍ଞାନୀ ସେଇଆ। ଆପଣଙ୍କର ଜଣେ ଆପଣ ଯେତେ ବଡ ଅଫିସର ରହିଲେ ଆପଣଙ୍କର ଯେତିକି କ୍ଷମତା ଅଛି, ମୋର ତାଠାରୁ ଅଧିକା କ୍ଷମତା ଅଛି। ମୋ କଥା ମୁଁ କହୁନି, ମୋ କଥା ମୁଁ କହୁନି, ଗୋଟେ ସାଧାରଣ ଲୋକର କ୍ଷମତା ଅଧିକା ଅଛି। ଆପଣ ମାନେ ଜ୍ଞାନୀ ଯିଏ ଅଛନ୍ତି ବିଚାର କରୁଥିବେ, କାହିଁକିନା ଆମର ଅପଡା ପାଠ ନା, ଆମେ କମ ପଢିଛୁ ସେଇ କଥା କହୁଛୁ। ଯୋଉ ଠାକୁରଙ୍କୁ ଆଜିକି 50 ବର୍ଷ ବା 100 ବର୍ଷ ତଳେ ସ୍ଥାପନ କରାଯାଇଥିଲା କି 200 ବର୍ଷ ତଳେ ସ୍ଥାପନ କରାଯାଇଥିଲା, ସେତେବେଳେ ଯୋଉ ପ୍ରକାର ମନ୍ତ୍ର ଉଚ୍ଚାରଣ ଆଚରଣ କରାଯାଉଥିଲା, ଯୋଉ ନିଜ ବ୍ରହ୍ମଶକ୍ତି କି ଯୋଉ ଯିଏ ପ୍ରତିଷ୍ଠା କରୁଥିଲେ, ତାଙ୍କର ବ୍ରହ୍ମଶକ୍ତି ସେଭଳି ଥିଲା, ଧୀଶକ୍ତି ବ୍ରହ୍ମଶକ୍ତି ଯୋଉଟା କୁହାଯାଏ ସେ ଥିଲା, ସେ ତାକୁ ସ୍ଥାପନ କରିକିରି ସେ ପଥର ମୂର୍ତ୍ତିକୁ ଜୀବନ୍ତ କରିକିରି ଛାଡିକିରି ଆସିଥିଲେ। କୋଉ ଜାଗାରେ? ଯୋଉ ଜାଗାରେ ବସିଲେ, ମୁଁ ଗୋଟେ ଚେୟାରରେ ବର୍ତ୍ତମାନ ବସିଛି, ମତେ ଆପଣ ଆଉ ଗୋଟେ ଉନ୍ନତ ଧରଣ ଚେୟାର ଦେବେ, ଗୋଟେ ସେ ମାନେ ରାଜରାଜୁରା ଯୋଉ ବସଛନ୍ତି ସେଇଥିରେ ବସିକିରି ଇଏ କର, ମୁଁ ସେଠିକି ଉଠିକିରି ଗଲା ବେଳକୁ ମୋ ସେନ୍ସ କଟିଯିବ ନା ନାହିଁ? ମୁଁ ବର୍ତ୍ତମାନ ଯେତିକି କଥା କହୁଛି ସେଟା କଟିଯିବ ନା ନାହିଁ? କଟିଯିବ। ବର୍ତ୍ତମାନ ଠାକୁରାଣୀ ଯୋଉ ଜାଗାରେ ଥିଲେ, ଠାକୁରାଣୀକି ସେ ଜାଗାରୁ ସ୍ଥାନାନ୍ତରିତ କରାଗଲା, ନବୀନୀକରଣ କରାଗଲା, ଆଗଟା ବହୁତ ଚଉଡା କରାଗଲା, 100-150 ଲୋକ ବସି ପାରିଲା ଭଳିଆ। ଠାକୁରାଣୀଙ୍କ କତିରେ ଦୀପ ଜଳେଇବାଟା ଯୋଉଟା ବିଧିବିଧାନ ଅଛି, ସେ ଦୀପ କିଏ ଜଳଉଛନ୍ତି କି? ଆମ ଗାଁ ହଉ ଯୋଉ ଗାଁର ହଉ, ଦୀପ ମୁଁ ଜଳାଏ ମୋ ସ୍ଵ ଅର୍ଜନରେ, ମେହନତ କରିକି ସେଇ ପଇସାରେ ମୁଁ ଅର୍ଜନ କରେ। ମୋ ଭାଇ ବାପା ସେମାନଙ୍କର ପଇସା ବି ମୁଁ ନିଏ ନା, ଅଦ୍ୟାବଧି ବି ମୋ ପୁଅ ମାନେ ରୋଜଗାର କରୁଛନ୍ତି, ସେ ପଇସା ମୁଁ ନିଏ ନା, ମୁଁ ଦୀପ ଜଳାଏ। ଠାକୁରାଣୀ ଯେତେବେଳେ ପୂର୍ବରୁ ଥିଲେ, ଗ୍ରିଲ ଟିଏ ଲାଗିଥିଲା, ମୁଁ ଗେଞ୍ଜି ଦେଇକି ଦୀପ ଜଳେଇ ଦିଏ, ସେଠି ପବନ ବାଜେ ନା, ଦୀପ ଲିଭେ ନା। 3 ଦିନ ଯଦି ଜଳିବ 400 ଭଳି 300 ରୁ 400 ତେଲ ଜଳେ। ବର୍ତ୍ତମାନ ନବୀନୀକରଣ ହେଲା, ପଦାରେ ଯୋଉ ଟାଇଲ ଫାଇଲ ପକେଇଛନ୍ତି, ମୁଁ ସେଠି ଦୀପ ଜଳେଇନି। ଠାକୁରାଣୀଙ୍କ କତିରେ କଳସ, କୌଣସି ଠାକୁରାଣୀଙ୍କ କତିରେ ଗୋଟେ କଳସ କେହି ରଖୁନାହାନ୍ତି। କଳସ ବସେଇବା ଦରକାର ନାହିଁ, ସେ ଗୁଆ ତମ୍ବା ପାତ୍ର ପକେଇକିରି ସେ ଅରୁଆ ଚାଉଳ ଭଲ ମନେ କି ଦେବେ ନା, ଗୋଟେ ପୂର୍ଣ୍ଣ କୁମ୍ଭ କେହି ରଖୁନାହାନ୍ତି। ପୂର୍ଣ୍ଣ କୁମ୍ଭ ଛୋଟିଆଟେ ହେଲେ ବି କେହି ରଖୁନାହାନ୍ତି, ତାକୁ ମୁଁ ରଖୁଥିଲି। ଆମର ଯୋଉ ଭକ୍ତ ଭକ୍ତିଆଣୀ ଅଛନ୍ତି, ସେ ଯାଇକିରି ତାକୁ ଢାଳି ଦେବେ, ତାକୁ ଢାଳି ଦେଇକିରି ସେ ତାଙ୍କର ଠାକୁରାଣୀ ପୂଜା କରିବେ, ବୁଝିଲେ? କାହିଁକି ନାହିଁ, ନିଜ ଘରୁ କଳସ ନେଲି, ଦୀପ ଜଳେନି, ଦୀପକୁ ଆଣି ଦୀପ ଷ୍ଟାଣ୍ଡରେ ରଖିଦେଲେ, ବର୍ଷା ପାଣି ହେଲେ ଦୀପ କେବେ ଜଳିବ କି 24 ଘଣ୍ଟା? ମୁଁ ଖରା ବର୍ଷା ଶୀତରେ ଯାଏ, ରାତି 11ଟା 12ଟା 1ରେ ଯାଏ। ବର୍ତ୍ତମାନ ଯୋଉ ହାଇବ୍ରିଡ ଭକ୍ତ ବାହାରିଲେ, ହାଇବ୍ରିଡ ପରିବା, ହାଇବ୍ରିଡ ଭକ୍ତ, ହାଇବ୍ରିଡ ଲୋକ, ହାଇବ୍ରିଡ ଭକ୍ତ ବାହାରିଲେ, ତାଙ୍କ 14 ପୁରୁଷରେ କେହି ଠାକୁରାଣୀ କେତିକି ଯାଆନ୍ତି ନା, ଏବେ ଯାଇକିରି କର୍ତ୍ତା କର୍ତ୍ତି ହେଇଯାଇକିରି ପଇସା କିଛି ଅଛି ନା ତାଙ୍କର? ଚୋର ଗୁଡାକ ବର୍ତ୍ତମାନ ଯାଇକିରି ଠାକୁରଙ୍କ କତିରେ ଦାନ କରିଲେ ତାଙ୍କ ପାପ କଟିଯିବ। ଆରେ ଠାକୁର ତ ସେଠି ନାହାନ୍ତି, ତମ ଦାନ କେମିତି କଟିବ? ତମ ପାପ କେମିତି କଟିବ? ଚୋର ଗୁଡାକ ଯାଇକିରି ଆଜିକି ମାନେ ଆଜିକି
30 ବର୍ଷ ତଳେ ଯଜ୍ଞ କରାହେଇଛି ଆମ ଗାଁ ଠାକୁରାଣୀ ପାଖରେ ପ୍ରଥମ ଯଜ୍ଞ କରାଇବା ଲୋକ ହଉଛି ମୁଁ ନିଜ 8ଟା 9ଟାରେ ଉଠେ ମୁଁ 4 ମାସ ରାତି 4ଟାରୁ ଉଠି ଲୋକଙ୍କ କତିକି ଦୌଡିଛି। ଯୋଉ ସମୟର କଥା କେତେ ମସିହା ଆପଣ ମାନେ ହିସାବ କରିବେ। ନିଗମାନନ୍ଦ ଭକ୍ତ ସମ୍ମିଳନୀ ହେଇଥିଲା ବାରିପଦା ମଧୁବନରେ ଯେତେବେଳେ ଅଗ୍ନିକାଣ୍ଡ ଘଟିଲା କିଛି ମାନେ ଆମର ଯୋଉ ଭକ୍ତ ମାନଙ୍କର ଇଏ ହେଇଗଲା। ତମେ ସେତେବେଳେ କୋଉଠି ଥିଲ? ତମେ ଏଇନା ଠାକୁରାଣୀ କତିକି ଯିବ ବାଁ ହାତରେ ନାକକୁ ଏମିତି ଚାପିକିରି ଧରି ଡାହାଣ କରରେ ନିଶ୍ୱାସ ନବ, ଡାହାଣ ହାତକୁ ଚାପିକିରି ଧରିକିରି ବାଁ କରରେ ନିଶ୍ୱାସ ନବ। ତମେ ଭକ୍ତି ହେଇଗଲ। ତମ ବୋପା ଯାଉନଥିଲା, ତମ ଜେଜେ ଯାଉନଥିଲା, ତା ଜେଜେ ଯାଉନଥିଲା। ଆମେ ଯାଇଥିଲୁ ଆମ ଯିବାଟାକୁ ବି ଠାକୁରାଣୀ ମୂଳ କତେ ବନ୍ଦ କରିଦେଲୁ। ଟାଇଲି ଫାଇଲି ପକେଇଛନ୍ତି ମୁଁ ସେଠି ଦୀପ ଜଳେ, ଦୀପ ଜଳେଇଲା ପରେ ଯୋଉ ପୋକ ଭଲ ମନ୍ଦ ଆସୁଛନ୍ତି କି ଦୀପ ଜଳିଲେ ଆପଣଙ୍କର ଟିକେ ଯୋଉ ତେଲ ତଳକୁ ଲିକେଜ ହବ ସେଟା ଟାଇଲି ଖରାପ ହଉଛି ବୋଲି ସେଠି ଆଉ ଦୀପ ଜଳିବନି, ଷ୍ଟାଣ୍ଡରେ ଜାଳ ବୋଲି ମତେ ଆଜିକି 8 ଦିନ ତଳେ ମତେ କହିଲେ। 8 ଦିନ ତଳେ ମାନେ ଆପଣଙ୍କର ଚତୁର୍ଦ୍ଦଶୀ ଅମାବାସ୍ୟା କଥା ମୁଁ ଆପଣଙ୍କୁ କହିଲି। ସେ ସମୟରେ କହିଲେ ପାଣି ଫାଣି ପକେଇକିରି ତାକୁ ଧୋଇ ଧୋଇକିରି ଚିକି ଚିକି କରୁଛନ୍ତି। ସେଠି କଣ ପାରା ହଗିବ ନହେଲେ ମାଙ୍କଡ ହଗିବ। ତମେ ଯୋଉ ପ୍ଲେସଟା ତିଆରି କରୁଛ ସେଠି ପାରା ହଗିବ ନହେଲେ ମାଙ୍କଡ ହଗିବ। ଠାକୁରାଣୀକି ଗ୍ରିଲ ଦେଇକିରି ବନ୍ଦ କଲ। କିଏ ଯଦି ଯାଇକିରି ଗୋଟେ କଳସ ବସେଇଲା ତାକୁ ବନ୍ଦ କଲ। କିଏ ଯଦି ଦୀପ ଜଳିଲା ତାକୁ ବନ୍ଦ କଲ। ତମ 14 ପୁରୁଷରେ କିଏ ଭକ୍ତ ହେଇଥିଲେ? ମୁଁ ତମକୁ ଚ୍ୟାଲେଞ୍ଜ ଦେଇକିରି କହୁଛି ତମେ ଆସନି ଭକ୍ତ ବାବଦରେ କଣ ଟିକେ ଆମ ସାଙ୍ଗରେ କଥାବାର୍ତ୍ତା କରନି। ତମର କେତେ କାଡପଣ ଅଛି ଦେଖିବା। ତମ ବୋପା ଯାଉଥିଲା ନା, ତମ ଜେଜେ ଯାଉଥିଲା ନା, ତମ କିଏ ଯାଉଥିଲା? ଆଉ ମତେ ଯଦି ସେ ପ୍ରଶ୍ନ କରିବ ମୋ ଗୁରୁ ସେବା କର ନହେଲେ ଗୋରୁ ସେବା କର। ମୋ ଜେଜେ ଗୁରୁ ସେବା କରୁଥିଲା, ମୋ ବୋପା ଗୁରୁ ସେବା କରୁଥିଲା। ଗୋରୁ ସେବା କରିବ ନହେଲେ ଗୁରୁ ସେବା କରିବ ନହେଲେ ଗୋରୁ। ତମ 14 ପୁରୁଷରେ କିଏ କଣ ସେବା କରୁଥିଲା? ତମେ ଗୋରୁ ସେବା କରୁଥିଲ, ଗୋରୁ ଚରୁଥିଲା, ମୋ ଜେଜେ ଚରୁଥିଲା, ତା ଜେଜେ ଚରୁଥିଲା, ତା ଜେଜେ ଚରୁଥିଲା। ତମେ ନୂଆ ଭକ୍ତ ହେଇକିରି ତମେ ଠାକୁରାଣୀ ଆଉ ମୁଁ ଆଜିକା ଡେଟରେ କହୁଛି ସେଇ ଠାକୁରାଣୀ ତମ କଥା ନ ବୁଝିବା ଯାଏଁ ମୁଁ ଠାକୁରାଣୀ ମୂଳକୁ ଆଉ ଯିବି ନାହିଁ। ମୋର ଜଣେ ସାଙ୍ଗ ମତେ କହିଲା ତୁ ଠାକୁରାଣୀ ମୂଳକୁ ଯାଆନା, ସେ ଗଛ ମୂଳେ ଯାଇକିରି ଦୀପ ଜାଳେ। ମୁଁ ଅବଶ୍ୟ ଏଇ ଗୁରୁବାର ଦିନ ଦୀପ ଜଳେଇକିରି ଆସିଛି। କାହିଁକି ହେଲେ ମୋର ଇନଷ୍ଟ୍ରୁମେଣ୍ଟ କିଛି ତିଆରି ହେଇକିରି ରୁହେ। ଝୁଣା, ନଡିଆ କତା, ଜଡା ତେଲ, କର୍ପୂର କିଛି ତିଆରି ହେଇକିରି ରୁହେ। ମୁଁ ତାକୁ ନେଇକିରି ଯାଏ। ସେଟା ହେଇଥିଲା। ଆସନ୍ତା ଗୁରୁବାର ଯିବି କି ନାହିଁ ମୁଁ ବର୍ତ୍ତମାନ କହିପାରୁନି। ମୁଁ ଟାର୍ଗେଟ କରିବି ଯେ କାହିଁକିନା ଭଗବାନ କ୍ଷମତା ଦେଇଛନ୍ତି ତମ କଥା ତମେ ବୁଝିବ। ପଞ୍ଚଭୂତକୁ ଆଜ୍ଞା ଦିଆଯାଇଛି, ସେ ପଞ୍ଚଭୂତ ତମକୁ ଖାଇବେ, ତମ ନିଶ୍ୱାସ ବନ୍ଦ ହବ, ତମେ ହାର୍ଟ ଷ୍ଟୋକ ହବ କି ବ୍ରେନ ଷ୍ଟୋକ ହବ, ସେ କଥା ତମେ ବୁଝିବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।